ସକାଳୁ ଉଠିବା ମାତ୍ରେ ହିଁ ନାଭିରେ ଲଗାନ୍ତୁ ଏହି ଗୋଟିଏ ଜିନିଷ। ଧନ ସମ୍ପତ୍ତି ବର୍ଷା ହେବାରେ ଲାଗିବ। ଆପଣଙ୍କ ଇଶାରାରେ ସମସ୍ତେ ନାଚିବେ। ବନ୍ଧୁଗଣ, ଆଜିର ଦୁନିଆରେ ଏମିତି କେହି ଜଣେ ବି ମଣିଷ ନଥିବେ ଯେ ଧନର ଆଶା ନ ରଖନ୍ତି। ସମସ୍ତେ ହିଁ ଏହି ଆଶା ରଖନ୍ତି ଯେ ତାଙ୍କ ପାଖରେ ଏତେ ଧନ ରହୁ ଯେ ସେ ନିଜର ସବୁ ଇଚ୍ଛାକୁ ପୂରଣ କରିପାରନ୍ତୁ। ଯଦି ବେଶୀ ଦରକାର ନଥାଏ ତାହେଲେ ମଧ୍ୟ ସେମାନଙ୍କୁ ଏତିକି ଧନ ତ ଦରକାର ନିଶ୍ଚିତ ହୋଇଥାଏ ଯେ ସେଇଥିରେ ସେ ନିଜ ସହ ନିଜ ପରିବାରକୁ ଭଲରେ ପୋଷି ପାରିବେ। କିଛି ଲୋକ ଧନ ପାଇବା ପାଇଁ ଭଲ ରାସ୍ତା ବାଛନ୍ତି ଏବଂ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ସେଇଠାରେ ଆଉ କେତେକ ଲୋକ ନିଜ ସ୍ୱପ୍ନ ପୂର୍ଣ୍ଣ କରିବା ପାଇଁ ଖରାପ ବାଟକୁ ବାଛି ନିଅନ୍ତି। ସେହିଭଳି ଅନେକ ଲୋକଙ୍କ ପାଖରେ ଧନ ବେଶୀ ଦିନ ପର୍ଯ୍ୟନ୍ତ ରୁହେ ନାହିଁ। ଏହି କଥା ଏପରି କୁହାଯାଇପାରେ ଯେ ସକାଳେ ତାଙ୍କ ପର୍ସ ପୁରା ପଇସାରେ ଭରା ଥାଏ ଆଉ ସନ୍ଧ୍ୟାରେ ତାଙ୍କ ପର୍ସ ପୁରା ଖାଲି ଥାଏ। ଏହିଭଳି ପରିସ୍ଥିତିରେ ଅନେକ ଅଭିଯୋଗ ଆସେ ଯେ ତାଙ୍କ ପାଖକୁ ପଇସା ତ ଆସୁଛି, ହେଲେ ବେଶୀ ସମୟ ଯାଏ ସେ ଧନ ତାଙ୍କ ପାଖେ ତିଷ୍ଟୁ ନାହିଁ। ଏହି ପ୍ରକାର ସମସ୍ୟା ଠାରୁ ବଞ୍ଚିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ କିଛି ଏପରି ଉପାୟ ଆଣିଛୁ ଯାହା ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ। କୁହାଯାଏ ଯେ ମଣିଷ ଜୀବନ ମରଣ ପ୍ରଭାବିତ ହୋଇଥାଏ ଆଉ ମନ ଚଞ୍ଚଳ ଅଟେ। ମନ ମୁଖ୍ୟତଃ ଶରୀରରେ ସାତଚକ୍ର ଦ୍ୱାରା ପ୍ରଭାବିତ ହୋଇଥାଏ। ଦୁନିଆରେ ଏପରି ତିନୋଟି ଜିନିଷ ଅଛି ଯାହା ମନ ଉପରେ ସିଧା ପ୍ରଭାବ ପକାଇଥାଏ: ରଙ୍ଗ, ସୁଗନ୍ଧ ଏବଂ ମନ୍ତ୍ର। ସୁଗନ୍ଧ ପାଇବା ପାଇଁ ଅତର ପ୍ରାୟତଃ ସମସ୍ତ ଘରେ ବ୍ୟବହାର କରାଯାଇଥାଏ। ଅତରରେ ବାସ୍ନା ମଣିଷର ବିଚାର ଶକ୍ତି ଉପରେ ପ୍ରଭାବ ପକାଇଥାଏ, ସକାରାତ୍ମକ ଭାବନା ଆଣିଥାଏ। ପ୍ରାଚୀନ କାଳରୁ ହିଁ ଏହାର ମହତ୍ତ୍ୱ ରହିଛି ଏବଂ ଏହାକୁ ଶୁଭ କାମରେ ମଧ୍ୟ ସ୍ଥାନ ଦିଆଯାଉଛି। ଆମେ ଆଜି ଆପଣଙ୍କୁ ଏକ ଉପାୟ ବତେଇବୁ ଯାହାକୁ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଏହି ଉପାୟକୁ ଆପଣଙ୍କୁ ନିଜ ନାଭି ଉପରେ କରିବାକୁ ହେବ। ଆପଣ ସମସ୍ତେ ତ ଭାବୁଥିବେ ଏହି ଉପାୟ ପାଇଁ ନାଭି ହିଁ କାହିଁକି? ତେବେ ଆପଣ ସମସ୍ତେ ତ ଜାଣିଥିବେ ଯେ ଯେତେବେଳେ ପିଲାମାନେ ଗର୍ଭରେ ଥାଏ ମା ଯାହା ବି ଖାଏ ସେସବୁ ସେ ଗ୍ରହଣ କରେ। ଏବେ ସେ ଖାଦ୍ୟ ପିଲାକୁ ତା ମା'ର ନାଭି ତଳରୁ ହିଁ ମିଳିଥାଏ। କୁହାଯାଏ ମୃତ୍ୟୁ ପରେ ମଧ୍ୟ 6 ମିନିଟ୍ ପର୍ଯ୍ୟନ୍ତ ନାଭିରେ ଜୀବନ ଥାଏ। ସେଇଥିପାଇଁ ଜନ୍ମ ହେବା ଆଗରୁ ଏବଂ ମୃତ୍ୟୁ ପରେ ମଧ୍ୟ ନାଭିରେ ଜୀବନ ଥାଏ ଏବଂ ନାଭିରେ ଅତର ଲଗାଇ ଆମେ ଅନେକ ଶୁଭ କାମ କରିପାରିବା। ବନ୍ଧୁଗଣ, କେବେ କେବେ ଥଣ୍ଡା କିମ୍ବା ଅନ୍ୟ କିଛି କାରଣରୁ ଆମ ଓଠ ଫାଟି ଯାଇଥାଏ ଏବଂ ସେହି ସମୟରେ ଆପଣ ଅନେକ ଘରୁଆ ଉପାୟ କରନ୍ତି କିନ୍ତୁ ସେଥିରୁ ଆପଣଙ୍କୁ ଭଲ ଲାଭ ମିଳିନାହିଁ। କିନ୍ତୁ ଯଦି ଏମିତିରେ
ଆପଣ ନିଜ ନାଭିରେ ସୋରିଷ ତେଲ ଲଗାଇକି ଦେଖନ୍ତୁ। ଏଥିରେ ଆପଣଙ୍କ ଓଠ ଫାଟିବା ବନ୍ଦ ହୋଇଯିବ। କୌଣସି ଔଷଧର ଆବଶ୍ୟକ ରହିବ ନାହିଁ। ଯଦି ଆପଣ ସବୁ ସମୟରେ ଚିନ୍ତିତ ରହୁଥାନ୍ତି, ତେବେ ଆପଣ ଶାନ୍ତି ପାଇଁ ଅଷ୍ଟଗନ୍ଧାରେ ଅତର ଆଣି ସବୁଦିନ ନିଜ ନାଭିରେ ଲଗାନ୍ତୁ ଏବଂ ଚମତ୍କାର ଶାନ୍ତି ଅନୁଭବ କରନ୍ତୁ। ଏଥିସହିତ ଏହା କରିବା ଦ୍ୱାରା ଘରରେ ବାସ୍ତୁଦୋଷ ମଧ୍ୟ କଟିଯାଇଥାଏ। ଶୋଇବା ପୂର୍ବରୁ ନାଭିରେ ଚନ୍ଦନ କିମ୍ବା ଗୋଲାପରେ ଅତର ଲଗାଇକି ଶୋଇଯାଆନ୍ତୁ। ଆପଣଙ୍କୁ ରାତିରେ ନିଦ ବହୁତ ଭଲ ଆସିବ। ଭିଡ଼ିଓଟିକୁ ପୁରା ଦେଖିବେ। ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଯଦି ପ୍ରତିଦିନ ଗାଧୋଇବା ପରେ ଆପଣ ଚନ୍ଦନରେ ଅତର ନିଜ ନାଭିରେ ଲଗାନ୍ତି, ତେବେ ମାନସମ୍ମାନ ବଢ଼ିବ ଏବଂ ଆପଣଙ୍କ ପ୍ରେମ ଜୀବନରେ ଏହାର ଖୁବ୍ ଭଲ ପ୍ରଭାବ ପଡ଼ିବ। ଧନ ଆସିବାର ବହୁତ ଯଦି ଭିଡ଼ିଓଟି ଭଲ ଲାଗିଥାଏ, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।